ବୋଇତାଳୁ ବୋବାତାଳୁ ଗୋଟିକି ପୋଟଳ ସବୁ ରଖିଛି। ବାପାରେ କାଳିଆ ଆଜ୍ଞା ନମସ୍କାର। ନମସ୍କାର ନମସ୍କାର ବଡ କେତେ ଛଅଟ ଛଅଟ ଚଟ ଚଢେଇ ସବୁକୁ କେତେ ଖରାରେ କଣ ହେଇଛି ରେ ବାପା ଭଲ ଅଛୁ ତ? ଫିଟ୍ ବାଟ ପୁରା ଅଛି। ହଁ? ଏ ଏରିଆଟା ଲୋକ ଦେଖ ହଁ। କାଳିଆ ପରିବା ଦୋକାନୀ କିଏ ନଚୁଛି ହଁ। ବୁଲେଇ ବୁଲେଇ ବିକୁଛି ହଁ। ସବୁ ପରିବା ରଖୁଛି। ଆଚ୍ଛା 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 ବଢିଆ ବଢିଆ ବାପା ଗୋଟେ କାମ କରେ ଆଉ କଣ ଯେ ବାଇଗଣ 2 କିଲୋ ଟମାଟୋ କିଲୋ ଏମିତି ରାତି ଭଜା ହବ। ଦେଇଦେବି ବେଗୁ ବ୍ୟାଗଟା ଟିକେ ଦଉନାହାନ୍ତି। ଆରେ ତୋ ପାଖରେ ପଲିଥିନ୍ ନାହିଁ କିରେ ବେଗ ଗୋଟେ ମୁଁ ଧରିକି ଆଣିଛି ରେ ପଲିଥିନ କଥା କହିବେନି ଆଜ୍ଞା। ହଁ। ପଲିଥିନ ତ ଚେକିଂ ଚାଲିଛି ସବୁ ସରକାର ବନ୍ଦ କରିଛନ୍ତି। ଆଚ୍ଛା 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 ଯୋଉମାନେ ଲୁଚେଇକିରି ରଖୁଛନ୍ତି ହଁ। ତାଙ୍କ ଉପରେ ଯୋଉ ଫାଇନ ପଡୁଛି ହଁ। ଆଉ ସେ କଥା କୁହନ୍ତୁନି। ଆଚ୍ଛା ବ୍ୟାଗ ଯଦି ଆଣିଛନ୍ତି କୁହନ୍ତୁ ହଁ। ନାଇଁ ବୋଲେ ମତେ ଲିଷ୍ଟ ଦିଅନ୍ତୁ ମୁଁ ଆପଣଙ୍କ ଘରେ ପରିବା ପହଞ୍ଚେଇଦେବି। ଘରେ ପହଞ୍ଚି ଦବ ହଉ ବଢିଆ ଆଉ ତୁ ପୁଣା ଲୋକଟା ନା ବାପା ହାଣ୍ଡି ଏଇଟା ଛାତ କୁଟୁଣି ଗାଁ ବାଲା ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଏଇଟା କାଳିଆଟା ଆମର ନମ୍ବର 1 ପିଲାଟା ବୁଝିଲେ ନା ସମସ୍ତେ ତାଠୁ ଆଗା ପରିବା ନବ ବାପା ଆୟୁଷ ଆଣିଥା ମଲା ପର୍ଯ୍ୟନ୍ତ ତୁ ବଞ୍ଚିଥା ପଣ୍ଡିତ ମହାଶୟର କଥା କହିବ ବୋଲି ଖରାପ ଭାବିବେନି ନା। ନା କାଇଁ ଖରାପ କାଇଁ ଭାବି ଖରା ହଉଛି ଆଗାତେ ଖରାପ କାଇଁ ଭାବି କାଇଁ କହୁନୁ କଣ ହେଇଛି କହ। ତମେ ତ ଜାଣିଛ ମୋର ପକ୍କା ଘର ନାହିଁ। ମୁଁ ଜାଣିଛି ରେ ବାପା ପିଲାଠୁ ମୁଁ ତତେ ଗୋଳେଇ କାଖେଇକି ମୁଁ ଏକା ବଡ କରିଛି ନା ତତେ ଆଉ ହେଲା ଯେ ମୁଁ ପକ୍କା ଘରଟେ କରିବି କେତେ ପଇସା ରଖିଛି ଆଜ୍ଞା। ଆଚ୍ଛା ଆଚ୍ଛା ହେଲେ ଅଣ୍ଟିବନି ହଁ ହଁ ଗୋଟେ 80 କି ନହେଲେ 1,00,000 ଟଙ୍କା ଗୋଟେ ମତେ ଦେଇଦିଅ ଟିକେ। ମୁଁ ବୁଝିଦେବି ଆଚ୍ଛା। ଗୋଟେ ଟଙ୍କା ରଖିବି। ଆଚ୍ଛା। 80,000 କି 1,00,000 ଟଙ୍କା ଖଣ୍ଡେ ମତେ ଦେଇଥିଲେ ଭଲ ହେଇଥା। ଆରେ ତୁ ଘର ତିଆରି କରି